ବାରଙ୍ଗ ଥାନା ଅନ୍ତର୍ଗତ କାନପୁର ନିକଟସ୍ଥ ପୁରୀ କେନାଲରେ ଅଘଟଣ। ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସିଥିବା ବେଳେ କେନାଲରେ ବୁଡ଼ିଯାଇ ଜଣେ ନାବାଳକର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଅପରାହ୍ନ ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀର 6 ଜଣ ସାଙ୍ଗ ହୋଲି ଖେଳି ସାରି ବାରଙ୍ଗ ପୁରୀ ମୁଖ୍ୟ କେନାଲକୁ ଗାଧୋଇବାକୁ ଆସିଥିଲେ। 6 ଜଣ ସାଙ୍ଗ ଏକାଠି ଗାଧୋଇବା ସମୟରେ ହଠାତ୍ ଜଣେ ସାଙ୍ଗ ବୁଡ଼ି ଯାଇଥିଲା। ତେବେ ଅନ୍ୟ ସାଙ୍ଗମାନେ ବଞ୍ଚିବାକୁ ଚେଷ୍ଟା କରିଥିଲେ ମଧ୍ୟ ରକ୍ଷା କରିପାରିନଥିଲେ। ଫଳରେ ନାବାଳକ ଜଣକ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ତେବେ ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ନାବାଳକର ପତ୍ତା ମିଳିଥିଲା। ଅଗ୍ନିଶମ ବିଭାଗ ନାବାଳକ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ତେବେ ମୃତ ନାବାଳକ ଜଣକ ରାଜେଶ କୁମାର ସେଠୀ ବୋଲି ଜଣାପଡ଼ିଥିବା ବେଳେ ସେ 9ମ ଶ୍ରେଣୀରେ ପାଠ ପଢ଼ନ୍ତି ଏବଂ ତାଙ୍କ ଘର ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ବୋଲି ସୂଚନା।